ସାଙ୍ଗମାନେ ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ମହାବିଷୁବ ପଣା ସଂକ୍ରାନ୍ତି ସହିତ ହନୁମାନଙ୍କ ଜୟନ୍ତୀ ସବୁଆଡ଼େ ବେଶ ଧୁମଧାମରେ ପାଳନ କରାଯାଉଛି ହନୁମାନଙ୍କ ଜୟନ୍ତୀ। କିନ୍ତୁ ଗାଁର ପରମ୍ପରା ଟିକେ ନିଆରା, ସେଥିପାଇଁ ବୃନ୍ଦାବତୀ ମାଙ୍କ ଉପରେ ଭୋଗ ଲଗାଯାଏ ପଣା। ସେଥିପାଇଁ ଦରକାର ଆମକୁ ହୁଏ ଗବ। ଭାଉଜ କହିଲେ ଯାଓରେ ଗବ ଦୁଇଟା ଆଣି ଆସିବ। ମୁଁ ଆଉ ବିଳମ୍ବ ନ କରି ଚାଲି ଗବ ପାଇଁ। ଗବ ଆଣିବାରେ ମୋତେ ସାହାଯ୍ୟ କଲା ସାନ ଭାଇ ପିରୁ। ଗବ ଆଣିବା ପରେ ଲାଗି ପଡ଼ିଲି ଗବ ବାନ୍ଧିବାକୁ କେମିତି ବ୍ୟବସ୍ଥା କରିବି, ସେଥିପାଇଁ ହାଣିହୁଣି ଟିକେ ସାଇଜ୍ କରିଦେଲି। ସାଇଜ୍ କଲା ପରେ ଗବ ବାନ୍ଧିବାକୁ କେହି ନଥିଲେ, କାରଣ ପିରୁ ଧରିଥିଲା କ୍ୟାମେରା, ସେଥିପାଇଁ ଭାଉଜକୁ ଡାକିଲି। ଭାଉଜ ଆସିକି ମୋତେ ଗବ ବାନ୍ଧିବାରେ ସାହାଯ୍ୟ କଲେ। ଗବ ବନ୍ଧା ସରିଗଲା। ଏବେ ପାଳି ଶିକା। ଶିକା ହେଲେ ଯାଇକି ହାଣ୍ଡି ଲଟକିବ, ସେଥିରେ ପଣା ଦିଆହେବ। এই ପଣା ହାଣ୍ଡି ବସିବା ଆମ ଓଡ଼ିଆମାନଙ୍କର ବିଶେଷ ପରମ୍ପରା। ସେଥିପାଇଁ ଭାଉଜ ଚାଲିଲେ କଦଳୀ ପାଟୁଙ୍ଗା ଆଣିବାକୁ। କଦଳୀ ପାଟୁଙ୍ଗାରେ ଶିକା ବନେଇବେ। ମୋ ଭାଉଜ କଦଳୀ ପାଟୁଙ୍ଗାରେ ଶିକା ବନେଇବା ମାଷ୍ଟର। ସାଙ୍ଗେ ସାଙ୍ଗେ ଗୋଟେ ସୁନ୍ଦର ଶିକା ବନେଇଦେଲେ। ଭାଉଜ ଆମର ଶିକା ବନେଇବା ସରୁ ସରୁ ପହଞ୍ଚିଗଲା ଶମ୍ଭୁ। ସେ ପୂଜା କରିବ, ସେଥିପାଇଁ ତାର ବ୍ୟବସ୍ଥାରେ ଲାଗିଗଲା। ମାଙ୍କ ଉପରେ ପଣା ହାଣ୍ଡି ବାନ୍ଧି ସୁନ୍ଦରରେ ପୂଜା ସାରିଦେଲା ଶମ୍ଭୁ। ମୋତେ କ୍ୟାମେରାରେ ସାହାଯ୍ୟ କରିଥିବାରୁ ସାନ ଭାଇ ପିରୁକୁ ବହୁତ ବହୁତ ଧନ୍ୟବାଦ। ଗାଁ ମାନଙ୍କରେ ଏ ସୁନ୍ଦର ପରମ୍ପରା ସବୁ କେମିତି ଲାଗୁଛି ନିଶ୍ଚିନ୍ତ ଜଣେଇବେ।